Hello everyone, many thanks and congratulations to all of you for the sociology online class plus 2 second year sociology। ଆଜିର ଆଲୋଚ୍ୟ ବିଷୟ ହେଉଛି ଭୌଗୋଳିକ ସଂରଚନା। ଭାରତର ଭୌଗୋଳିକ ଅବସ୍ଥିତି, ଯାହାକି ଭାରତର ଭୌଗୋଳିକ ସଂରଚନା କହିଲେ ଭାରତବର୍ଷର ମାନଚିତ୍ର ଭୌଗୋଳିକ ଅବସ୍ଥା ଦୃଷ୍ଟିରୁ ଭାରତରେ ବିଭିନ୍ନ ପ୍ରକାର ଜିଓଗ୍ରାଫିକାଲ ଷ୍ଟ୍ରକ୍ଚରରେ ବିଭିନ୍ନ ପ୍ରକାର ଭୂମି ବା ଅଞ୍ଚଳମାନ ଦେଖାଯାଏ, ଯେପରିକି ମାଳ ଅଞ୍ଚଳ, ପାର୍ବତ୍ୟାଞ୍ଚଳ, ସମତଳ ଅଞ୍ଚଳ, ମରୁ ଅଞ୍ଚଳ, ଏହିପରି ଚାରିଟି ପ୍ରକାରର ଅଞ୍ଚଳ ଆମ ଭାରତବର୍ଷରେ ପରିବ୍ୟାପ୍ତ ହୋଇ ରହିଅଛି। ଭାରତୀୟ ମାନଚିତ୍ରକୁ ଅବଲୋକନ କଲେ ଜଣାପଡ଼େ ଯେ ଭାରତରେ ଉତ୍ତରରେ ହିମାଳୟ ଠାରୁ ଦକ୍ଷିଣରେ କନ୍ୟାକୁମାରୀ ଯାଏ ଆମ ଭାରତ ବିସ୍ତୃତ ହୋଇଥିଲା ବେଳେ ଅପର ପାର୍ଶ୍ୱରେ ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର ଏବଂ ଦକ୍ଷିଣରେ ଭାରତ ମହାସାଗର ଏହାର ସୀମାବର୍ତ୍ତୀ ଅଞ୍ଚଳକୁ ମଣ୍ଡନ କରିଅଛି। ତେଣୁ ଭାରତର ଭୌଗୋଳିକ ଅବସ୍ଥିତିକୁ ପର୍ଯ୍ୟବେକ୍ଷଣ କଲେ ବା ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତର ଭୌଗୋଳିକ ଅବସ୍ଥିତିରେ ପ୍ରାୟ ନଦୀ, ହ୍ରଦ, ଝରଣା, ବଣ, ପାହାଡ଼, ଜଙ୍ଗଲ ପରିବ୍ୟାପ୍ତ ଅଞ୍ଚଳ, ଯାହାକି ସମଗ୍ର ଭୌଗୋଳିକ ଅବସ୍ଥିତିକୁ ପରିଦର୍ଶିତ କରୁଛି। ଯେପରିକି ନଦୀ, ହ୍ରଦ, ଝରଣା, ଜଙ୍ଗଲ, ପାହାଡ଼ ଇତ୍ୟାଦି ଭାରତର ଭୌଗୋଳିକ ସୀମା ନିର୍ଦ୍ଧାରଣ କରୁଛି, ଭୌଗୋଳିକ ଅବସ୍ଥିତିକୁ ପରିଦର୍ଶନ କରୁଛି। ତେଣୁ ଭାରତର ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଭାରତକୁ ମୁଖ୍ୟତଃ ଚାରୋଟି ଭାଗରେ ଅବସ୍ଥିତି ଦୃଷ୍ଟିରୁ ଏହାର ଭୌଗୋଳିକ ଅବସ୍ଥିତିକୁ ମୁଖ୍ୟତଃ ଚାରୋଟି ଭାଗରେ ବ୍ୟକ୍ତ କରାଯାଏ। ଗୋଟିଏ ହେଉଛି ଉତ୍ତରସ୍ଥ ପର୍ବତମାଳା, ନମ୍ବର 2 ଉତ୍ତରସ୍ଥ ସମତଳ ଭୂମି, ନମ୍ବର 3 ଦାକ୍ଷିଣାତ୍ୟ ମାଳଭୂମି, ନମ୍ବର 4 ମରୁ ଅଞ୍ଚଳ। ତେଣୁ ସଂକ୍ଷେପରେ ଏହାକୁ ଆଲୋଚନା କଲେ ଉତ୍ତରସ୍ଥ ପାର୍ବତ୍ୟଭୂମି, ଯାହାକି ଏହା ପାମିରୀ ମାଳଭୂମି ଠାରୁ କାଶ୍ମୀରର ସିନ୍ଧୁ ନଦୀ ପର୍ଯ୍ୟନ୍ତ ବିସ୍ତୃତ। ପାର୍ବତ୍ୟାଞ୍ଚଳକୁ କାରାକୋରମ୍ ପର୍ବତମାଳା ଏବଂ ସିନ୍ଧୁ ନଦୀ ଠାରୁ ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ ବିସ୍ତୃତ ପର୍ବତମାଳାକୁ ହିମାଳୟ ପର୍ବତମାଳା କୁହାଯାଏ। ଏହି କାରାକୋରମ୍ ଏବଂ ହିମାଳୟ ପର୍ବତମାଳା ଭାରତର ପାର୍ବତ୍ୟ ଅଞ୍ଚଳକୁ ମୁଖ୍ୟତଃ ପରିଗଠିତ କରୁଛି। ଉତ୍ତରସ୍ଥ ପାର୍ବତ୍ୟ ଅଞ୍ଚଳକୁ ପରିଗଠିତ କରୁଅଛି। ଅପରପକ୍ଷରେ ନମ୍ବର 2ରେ ଉତ୍ତରସ୍ଥ ସମତଳ ଭୂମି, ଯାହାକି ଆମର ବିଶେଷ ବଡ଼ ନଦୀ ହେଉଛି ସିନ୍ଧୁ, ବ୍ରହ୍ମପୁତ୍ର, ଗଙ୍ଗା ନଦୀ ଏବଂ ଏହାର ଉପନଦୀ ଦ୍ୱାରା ଗଠିତ ହୋଇଥିବା ସମସ୍ତ ପ୍ରକାର ଉର୍ବର ମୃତ୍ତିକା ବା ସମତଳ ଅଞ୍ଚଳ, ଯାହାକି କୃଷି ଉପଯୋଗ ପାଇଁ ଅନୁକୂଳଯୁକ୍ତ ହୋଇଥାଏ। ଜଳବାୟୁ ଉପଯୁକ୍ତ ଜଳବାୟୁ ଏବଂ ଉପଯୁକ୍ତ ମୃତ୍ତିକା ଏବଂ ମିଠା ଜଳସେଚନ ଦ୍ୱାରା କୃଷି ଉପଯୋଗୀ ହୋଇଥାଏ, ଯାହାକି ସିନ୍ଧୁ ସଭ୍ୟତାର ଲୋକମାନେ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରି ନିଜର କୃଷି କାର୍ଯ୍ୟକୁ ନିର୍ବାହ କରିଥାନ୍ତି ଏବଂ ନିଜର ଦୈନନ୍ଦିନ ଜୀବନ ଅତିବାହିତ କରିଥାନ୍ତି। ପାଶ୍ଚାତ୍ୟ ଦେଶର ଲୋକମାନେ ମଧ୍ୟ ଏହି ଭାରତରେ କୃଷି ପ୍ରଧାନ ଦେଶ ହୋଇଥିବାରୁ ଏଠାରେ ଆସି ବସବାସ କରି ନିଜର ଦୈନନ୍ଦିନ ଜୀବନ ନିର୍ବାହ କରିଥାନ୍ତି। ତାପରେ ନମ୍ବର 3 ହେଉଛି ଦାକ୍ଷିଣାତ୍ୟ ମାଳଭୂମି। ଦାକ୍ଷିଣାତ୍ୟ ମାଳଭୂମିକୁ ଆମେ ମୁଖ୍ୟତଃ ଦୁଇଟି ଭାଗରେ ବ୍ୟକ୍ତ କରିବା। ଗୋଟିଏ ହେଉଛି କେନ୍ଦ୍ରୀୟ ପର୍ବତମାଳା, ଅନ୍ୟଟି ହେଉଛି ଦାକ୍ଷିଣାତ୍ୟ ମାଳଭୂମି। ଏହି ଯେଉଁ ଦାକ୍ଷିଣାତ୍ୟ ମାଳଭୂମିକୁ ବିସ୍ତୃତ ଭାବେ ଆଲୋଚନା କଲେ ଏହା ଉତ୍ତର ପୂର୍ବରେ ଥିବା ଆରାବଳୀ ପର୍ବତ ଏବଂ ଦକ୍ଷିଣରେ ବିନ୍ଧ୍ୟ ପର୍ବତମାଳା ଏବଂ ଅନ୍ୟ ଏକ ଭାଗରେ ଥିବା ପୂର୍ବଘାଟ ପର୍ବତମାଳା ଏବଂ ପଶ୍ଚିମରେ ପଶ୍ଚିମଘାଟ ପର୍ବତମାଳା ଏହାର ମାଳଭୂମି ଅଞ୍ଚଳକୁ ପରିଦର୍ଶିତ କରୁଛି ଏବଂ ଉତ୍ତରରେ ଥିବା ସାତପୁରା ପର୍ବତମାଳା ମଧ୍ୟ ଏହି ଭାରତର ମାଳଭୂମି ଅଞ୍ଚଳକୁ ପରିଦର୍ଶିତ କରୁଛି ବା ପରିଗଠିତ କରୁଛି। ତେଣୁ ଏହିସବୁ ପର୍ବତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଖାଲ ଢିପ ଗଡ଼ାଣିଆ ଭୂମି, ଯାହାକି କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ ହୋଇଥାଏ, ଏହା ସାଧାରଣତଃ ବଣ ପାହାଡ଼ ଘେରା ଅଞ୍ଚଳ ଭାବରେ ପରିବ୍ୟାପ୍ତ ହୋଇଥାଏ। ତେଣୁ ଏଥିରେ କୃଷିକାର୍ଯ୍ୟ ପାଇଁ ଅନୁପଯୁକ୍ତ ଏବଂ ଏଠାରେ ମଧ୍ୟ ଲୋକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଆବଶ୍ୟକତା ପରିପୂର୍ଣ୍ଣ କରିପାରନ୍ତି ନାହିଁ। ତେଣୁ ନମ୍ବର 4ରେ ମରୁ ଅଞ୍ଚଳ ଭିତରେ ସାଧାରଣତଃ ଆମ ରାଜସ୍ଥାନର ବିଭିନ୍ନ ଅଞ୍ଚଳ, ଯେପରିକି ଯାହାକି ମରୁଭୂମି ଦେଖାଯାଏ, ଯେଉଁଥିରେ କି ଧୂଳି ଧୂସର ଏରିଆ ଏବଂ ବାଲୁକା ସ୍ତୂପ ଏବଂ ଶୁଷ୍କ ଜଳୀୟ ବାଷ୍ପ ଦ୍ୱାରା ଏଥିରେ କୃଷି କାର୍ଯ୍ୟ ପାଇଁ
ଅନୁପଯୁକ୍ତ ହୋଇଥାଏ ଏବଂ ଏଥିରେ ସାଧାରଣତଃ କଣ୍ଟା ଜାତୀୟ ଉଦ୍ଭିଦମାନେ ଅଧିକ ନିଜର ବୃଦ୍ଧି ଓ ବିକାଶ ସାଧନ କରିଥାନ୍ତି ବା କଣ୍ଟା ଜାତୀୟ ଗୁଳ୍ମ ଜାତୀୟ ଉଦ୍ଭିଦମାନେ ଏହି ପ୍ରକାର ବୃକ୍ଷ ଏଇଠାରେ ଦେଖାଯାଆନ୍ତି, କିନ୍ତୁ କୃଷି କାର୍ଯ୍ୟ ପାଇଁ ଏହା ଅନୁପଯୁକ୍ତ ହୋଇଥାଏ। ତେଣୁ ଆମର ଯେଉଁ ପୂର୍ବ ଭାଗରେ ଆମେ ଆଲୋଚନା କରିଥିଲେ ଗଙ୍ଗା ନଦୀ ଏବଂ ଉତ୍ତରସ୍ଥ ଯେଉଁ ସମତଳ ଭୂମି ଯେଉଁ ଭାରତବର୍ଷରେ ଯେଉଁ ପରିବ୍ୟାପ୍ତ ହୋଇଛି ତାହା ତିନୋଟି ନଦୀ, ଗୋଟିଏ ହେଉଛି ଗଙ୍ଗା ନଦୀ, ଆଉ ସିନ୍ଧୁ ନଦୀ ଏବଂ ବ୍ରହ୍ମପୁତ୍ର ନଦୀ। ଏହି ତିନୋଟି ନଦୀର ଥିବା ବିଭିନ୍ନ ଉପନଦୀ ଦ୍ୱାରା ଆମ ଭାରତରେ ସମତଳ ଭୂମି ପରିବ୍ୟାପ୍ତ, ଯାହାକି ଉତ୍ତରାଞ୍ଚଳ ଉତ୍ତରପ୍ରଦେଶ, ବିହାର, ଆସାମ, କୋଲକାତା, ଓଡ଼ିଶା ଇତ୍ୟାଦି ଏହିସବୁ ରାଜ୍ୟମାନେ ଏହି କୃଷି ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥାଏ, ଯାହାକି ବାହାର ଦେଶରୁ ଲୋକମାନେ ଆସି ଏଠାରେ ବସବାସ କରି କୃଷି କାର୍ଯ୍ୟ ନିର୍ବାହ କରିଥାନ୍ତି ଏବଂ ବିଦେଶରେ ଆକ୍ରମଣକାରୀମାନେ ମଧ୍ୟ ଭାରତକୁ ଏହି କୃଷି ପସନ୍ଦ ପାଇଁ ଉପଯୁକ୍ତ ହୋଇଥିବାରୁ ଏଠାରେ ଭାରତକୁ ଅଧିକ ବାର ମଧ୍ୟ ଆକ୍ରମଣ କରିଛନ୍ତି। ତେଣୁ ଆଜିର ଆଲୋଚନା କଲେ ଭାରତର ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଭାରତର ଜିଓଗ୍ରାଫିକାଲ ଷ୍ଟ୍ରକ୍ଚରକୁ ଆମେ ସଂକ୍ଷେପରେ ଏହି ଭିଡ଼ିଓରେ ଆଲୋଚନା କଲେ। ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ। ଥ୍ୟାଙ୍କ ୟୁ, ଜୟ ହିନ୍ଦ।